ସବୁଠାରୁ ସହଜ ଉପାୟରେ ଘରେ ଥିବା ଅଳ୍ପ କିଛି ସାମଗ୍ରୀକୁ ନେଇ ଆଜି ଆମେ ତିଆରି କରିବା ମାର୍କେଟ ଠାରୁ ବି ଅଧିକ ସ୍ୱାଦିଷ୍ଟ କ୍ରିସ୍ପି ରସୁଆ ମିଠା। ନମସ୍କାର, ମାମା କିଚେନ୍ ଓଡ଼ିଆକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଏଇ ମିଠା ପାଇଁ ପ୍ରଥମେ ଆମକୁ ମଇଦା ଦରକାର। ଏଠି ମୁଁ 3 କପ୍ ମଇଦା ନେଇଯାଇଛି। ଗ୍ରାମ୍ସରେ କହିଲେ ଆମର ମଇଦା 600 ଗ୍ରାମ। ତାପରେ ଆମେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ ଅଧା ଛୋଟ ଚାମଚ, 4 ବଡ଼ ଚାମଚ ତେଲ। ଏବେ ଆମେ କ'ଣ କରିବା ନା ହାତରେ ୟାକୁ ଆମେ ଭଲ ଭାବରେ ମିଶାଇ ନେଇଯିବା। ତେଲ ଆଉ ଲୁଣ ମଇଦା ସହିତ ଆମର ଭଲ ଭାବରେ ମିଶିଯିବ। ମିଶିଗଲା ପରେ ହାତରେ ଏଇଭଳି ଭାବରେ ମୁଠା କରି ନେଇଯିବା, ଯେମିତି ଆମର ଭଲ ଭାବରେ ମୁଠା ହେଇଯାଉଥିବ। ଯଦି ଏଇଭଳି ଭାବରେ ମୁଠା ନ ହେଉଥିବ ଆଉ 1ରୁ 2 ଚାମଚ ତେଲ ଦେଇକି ତ ଏଇଭଳି ଭାବରେ ମଇଦାକୁ ତେଲ ସହିତ ଗୋଳେଇ ନେଇଯିବେ। ଏମିତି ମୁଠା ହେଇଗଲେ ମଇଦାଟି କ'ଣ ହେବ ନା ଏଇ ମିଠାଟି ଆମର ଏକଦମ କ୍ରିସ୍ପି ବନିବ। ତ ଏବେ ଆମେ ଦେଇଦେବା କ୍ଷୀର। ଯେଉଁ କପ୍ରେ ମାପିକି ଆମେ ନେଇଥିଲେ ମଇଦା 3 କପ୍, ଏଠି ମୁଁ ନେଇଯାଇଛି 1 କପ୍ କ୍ଷୀର। এই କ୍ଷୀରକୁ ଆମେ ସବୁ ଦେବାନି, ଯଦି ଲାଗିବ ଆମକୁ ଏ ଡୋରେ ଆଉ କ୍ଷୀର ଆମେ ପରେ ହିଁ ଦେବା। ତ ଏଇଭଳି ଭାବରେ ଆମେ ଆକୁ ହାତରେ ଯେମିତି ଆମେ ଅଟା ଚକଟି ରୁଟି ବନାନ୍ତି ସେଇଭଳି ଭାବରେ ଆକୁ ଚକଟି ନେଇଯିବା। ଯେତିକି କ୍ଷୀର ଆମେ ଆଗ ଦେଇଥିଲେ ସେତିକି କ୍ଷୀରରେ ଆମର ଏଇ ଡୋଟି ବନିଗଲା। ଏବେ ଆମେ ଏଇ ଡୋକୁ 10 ମିନିଟ୍ ପାଇଁ ରଖିଦେବା। ତ ସେଇ ଟାଇମ୍ ଭିତରେ ମିଠା ପାଇଁ ଆମେ ଶିରା ବନେଇବା। ତ ସେଇ ସେମ୍ କପ୍ରେ ମାପିକି ମୁଁ ନେଇଯାଇଥିଲି 1 କପ୍ ଚିନି। ସେଇ ଚିନିରୁ 2 ବଡ଼ ଚାମଚ ଏଇ କଡ଼େଇରେ ମୁଁ ଦେଇଦେଲି, କାରଣ ୟାକୁ ଆମେ କାରାମେଲାଇଜ୍ କରି ନେଇଯିବା। କାରାମେଲାଇଜ୍ କରି ନେଇଗଲେ କ'ଣ ହେବ ନା ମିଠାଟି ଟିକେ ଭଲ ଦେଖାଯିବ ଆମର। ଏବେ ଆମେ ବାକି ଚିନିକି ଦେଇଦେବା। ସେଇ ସେମ୍ କପ୍ରେ ମାପିକି ଆମେ ଦେଇଦେବା 1 କପ୍ ପାଣି। 1 କପ୍ ଚିନି ଆମେ ନେଇଥିଲେ, 1 କପ୍ ଚିନି ପାଇଁ ଆମକୁ ଦରକାର 1 କପ୍ ପାଣି। ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିକି ୟାକୁ ଆମେ ଫୁଟିବା ପାଇଁ ଦେବା। 2ଟା ଗ୍ରୀନ୍ ଗୁଜୁରାତିକି ଛେଚିକି ଦେଇଦେବା। ଚିନି ଶିରା ଆମର ଭଲ ଭାବରେ ଫୁଟି ଆସିଲାଣି। এই ଶିରାକୁ ଆମେ ତାର ବନେଇବାନି, ହାଲକା ଟିକେ ମହୁ ଟାଇପ୍ର ଚିପଚିପା ରହିବ। ଚିନି ଶିରା ଆମର ରେଡ଼ି ହେଇଯାଇଛି। ତ ସେଇ ଟାଇମ୍ ଭିତରେ ଏଇ ଡୋଟି ଆମର ଏକଦମ ସଫ୍ଟ ହେଇଯାଇଛି। ତାପରେ ଆମେ କ'ଣ କରିବା ନା ଯେମିତି ଆମେ ରୁଟି ଗୁଲାକୁ ବନାନ୍ତି ସେମ୍ ପ୍ରୋସେସ୍ରେ ଆକୁ ଆମେ ଗୁଲା ବନେଇ ନେଇଯିବା। ଏମିତି ଟିକେ ବଡ଼ ସାଇଜ୍ର ଗୁଲା ବନେଇ ନେଇଗଲେ କ'ଣ ହେବ ନା ଜଲ୍ଦି ଆମର ଏଇ ମିଠା ଗୁଡ଼ିକ ବନେଇଯିବ। ନହେଲେ ନାହିଁ କ'ଣ କରିବେ ନା ଛୋଟିଆ ଛୋଟିଆ ସାଇଜ୍ ଗୁଲା ବନେଇକି ତାକୁ ପୁରୀ ଭଳି ବେଲି ନେଇଯିବେ। এই ଗୁଲାକୁ ଆମେ 2 ହାତରେ ଆଉ ଟିକେ ଭଲ ଭାବରେ ପ୍ରେସ୍ କରିକି এইଭଳି ଭାବରେ ବନେଇ ନେଇଯିବା। ଏମିତି ବନେଇ ନେଇଗଲେ କ'ଣ ହେବ ନା ବେଲିବା ପାଇଁ ଆମକୁ ସୁବିଧା ହେବ। ତ এইଠି ଗୋଟେ ବେଲଣା ପଟା ମୁଁ ନେଇଯାଇଛି। ଅଳ୍ପ କିଛି ମଇଦାକୁ ଆମେ ଦେଇଦେବା। এইଠି ଗୋଟିଏ ଗୁଲା ନେଇଯିବା। ତ ହାତରେ ଆମେ ଭଲ ଭାବରେ ଟିକେ ମଇଦା ଉପରେ ପ୍ରେସ୍ କରି ନେଇଯିବା। ଏପଟ ସେପଟ କରିକି ଗୁଲାରେ ମଇଦାକୁ ଆମେ ଲଗେଇଦେବା। ତାପରେ ଆମେ କ'ଣ କରିବା ନା ଭଲ ଭାବରେ ତାକୁ ବେଲି ନେଇଯିବା। ଯେମିତି ଆମେ ରୁଟି ବନାନ୍ତି ତାଠାରୁ ଆଉ ଟିକେ ପତଳା ଆମେ ବେଲିବା। ସେମ୍ ପ୍ରୋସେସ୍ରେ ଆମେ ସବୁ ଗୁଲାକୁ ଏଇଭଳି ଭାବରେ ବେଲି ନେଇଯିବା। এইভଳି ଭାବରେ ପତଳା ବେଲି ନେଇଗଲେ କ'ଣ ହେବ ନା ମିଠାଟି ଆମର ଏକଦମ ଲେୟାରିଂ ରହିବ ଆଉ ଦେଖିବା ପାଇଁ ଭାରି ସୁନ୍ଦର ଦେଖାଯିବ। ତାପରେ ଆମେ କ'ଣ କରିବା ନା ଏଇଠି ଗୋଟେ ଗ୍ଲାସ୍ ମୁଁ ନେଇଯାଇଛି। ଏ ଗ୍ଲାସ୍ରେ ଆମେ এইଭଳି ଭାବରେ ରାଉଣ୍ଡ ସେପ୍ ଦେଇକି এই ମିଠାକୁ ଆମେ ବନେଇ ନେଇଯିବା। এই ଏକ୍ସଟ୍ରା ପାର୍ଟକୁ ଆମେ এইଭଳି ଭାବରେ ବାହାର କରି ନେଇଯିବା। এইଭଳି ଭାବରେ ବନେଇଲେ କ'ଣ ହେବ ନା ଅତି କମ୍ ଟାଇମ୍ରେ ଢେର ସାରା ମିଠା ଆମେ ବନେଇ ପାରିବା। ଯଦି ହାତରେ ଆପଣମାନଙ୍କର ଅଧିକ ଟାଇମ୍ ଥିବ ତ ଛୋଟିଆ ଛୋଟିଆ ଗୁଲା ବନେଇକି এইଭଳି ଭାବରେ ପୁରୀ ଭଳି ବେଲି ପାରିବେ। এই ସେମ୍ ପ୍ରୋସେସ୍ରେ ଆମେ ଯେତିକି ମିଠା ବନେଇବା ଗୋଟିଏ ସେପ୍ ଦେଇଦେବା। ତାପରେ ଆମେ କ'ଣ କରିବା ନା ଆମେ ମିଠାର ସେପ୍ ଦେବା। ଯେମିତି ସେପ୍ ଆପଣଙ୍କର ପସନ୍ଦ ଆପଣମାନେ ଦେଇପାରିବେ। এইଠି ଗୋଟିଏ ପୁରୀ ନେଇକି ଆମେ ଗୋଟେ ପଟ ସାଇଡ଼୍ ଫୋଲ୍ଡ କରି ନେଇଯିବା। ତାପରେ ଆମେ ଆଉ ଗୋଟେ ପଟ ସାଇଡ଼୍ ଫୋଲ୍ଡ କରି ନେଇଗଲା ପରେ ହାଲକା ଟିକେ ଆମେ ସାଇଡ଼୍ରୁ ପ୍ରେସ୍ କରି ନେଇଯିବା। ମଝିରେ ବିଲକୁଲ ଆମେ ଚାପିକି ଧରିବାନି। ଚାପିକି ଧରିଲେ କ'ଣ ହେବ ନା ଏଇ ମିଠାଟି ଆମର ଏକଦମ ଲେୟାରିଂ ରହିବନି, ଚାପି ହେଇଯିବ। ଏବେ ଆମେ ଆଉ ଗୋଟେ ମିଠା ବନେଇ ନେଇଯିବା। ଏମିତି ଆମେ 2 ହାତରେ ଟିକେ ଫୋଲ୍ଡ କରି ନେଇଯିବା।
तापर आम दुईटा जाक मुंड को धरिकी गोटे पट साइड्रु प्रेस कर नहीं जिबा। तो यही भाव आम सबू मिठा को बनईकी रेडी कर नहीं जिबा। तो सही टाइम भितर एठी मु तेल को गरम कर नहीं जाइथिली। तेल आमर गरम हो गलानी। एबे आमे गोटे गोटे पीस ए मिठा को देई दबा। गैस रो फ्लेम को आमे मीडियम रखिबा। जेतिकी मिठा आमर तेल रे धरिबो तो सेही अनुसार आमे देई दबा। 3 रु 4 मिनिट छाड़ी दबा। 3 रु 4 मिनिट पर केते सुंदर लेयरिंग देखा जाउची ए मिठा गुडा आमर आपण माने देखि पारुथुबे। एबे आमे कोन करबा ना ए मिठा गुडके लेउटेई नै जिबा। आउ 2 रु 3 मिनिट आमे छाड़ी दबा। आउ 2 रु 3 मिनिट पर एबे हमरा हेई गलानी ए मिठा आमे बाहर कोन नै जिबा। तो सेम प्रोसेस रे एठी मु सबु मिठा को बनईकी रेडी कर नै जाईची। देखिबा पई जेतिकी सुंदर देखा जाउची ना खाइबा पई मते सेतिकी स्वादिया लागिवो। तापर आमे कौन करिबा ना बनईकी जो चीनी सिरा आमे रखिथिले ठंडा हो जाइए। आउ टिके आमे ताको गरम कर नहीं जिबा। भल कलर आसीबा पई मिठारे आमे देई दबा अल्प किछि रेड फूड कलर। भल भाव ए सिरा को टिके गोले नहीं गला पर आमे किछि समय फुटिबा पई दबा। सिरा हमर फुटी गलानी ताको आमे ठंडा हवा पई दबा। ठंडा हो गला पर सिराटी आमर बनईकी रखिथिबा मिठा को आमे देई दबा। एबे आमे कोन करिबा ना ए मिठा रे सिरा को आमे एपट सेपट करिके भल भाव टिके समय लेउटेई नै जिबा। अधिक समय ए सिरा रे ए मिठा को आमे रखिबानी। एबे आमे कोन करिबा ना ए मिठा को आमे संगे संगे बाहर कर नै जिबा। तो सेम प्रोसेस रे सबु मिठा को एई भली भाव रे सिरा रे देकी आमे संगे संगे लेउटेकी बाहर कर नै जिबा। तो सही सेम प्रोसेस रे एठी मु सबु मिठा को बनईकी रेडी कर नै जाईची। ए मिठाटी आमर केते सुंदर देखा जाउची। एठी मु गोटिए मिठा नै हाथ रे भांगी के आपण मानकु देखेई देबी केते क्रिस्पी बनिছে आमर ए मिठाटी। हाथ रे सिरा बिल्कुल भी लागिबोनी। आ भितरटा एकदम सॉफ्ट रहिबो। आ भांगिले एकदम कुडमुडिया है कि भांगी जाउथबो। एमिति रे भी ए मिठाटी खाइबा पई भारी सुआदिया लागिबो। किंतु मिठाटी आउ टिके सुंदर देखा जिबा पई एठी मु अल्प किछि आलमंड को एकदम चुना चुना करी काटी नै जाईथिली। ए मिठा पर आमे टिके देई दबा। तेले को हबो ना टिके देखिबा पई सुंदर देखा जिवो। एबे आमर रेडी हो जाइए सबुठु सहज उपाय रे मार्केट ठारू भी अधिक स्वादिष्ट भारी सुआदिया क्रिस्पी रसुआ मिठा। तेबे मोर प्रिय दर्शक बंधु वीडियोटी की स्किप न करी फुल वाच करिवे। फुल प्रोसेस रे बनइबे खाइबे और समस्त को खुआइबे। आशा करी आजिर रेसिपीटी आपण मानकु पसंद आसीबो। जदि पसंद आसीबो चैनल को लाइक शेयर सब्सक्राइब करिबा पई बिल्कुल भूलिबेनी। तेबे रहिबी नमस्कार। पुणी आमे देखा हबा नुआ रेसिपी सहित नुआ गोटे सुंदर वीडियो रे।